ଯେତେବେଳେ କୌଣସି ମହିଳା ନିଜ ସ୍ତନକୁ କୌଣସି ପୁରୁଷ ପାଟିରେ ଦେଇଥାନ୍ତି, ତେବେ ତାଙ୍କ ସ୍ତନ ଅଧିକ ସମ୍ବେଦନଶୀଳ ହୋଇଯାଇଥାଏ, ଯେଉଁ କାରଣ ପାଇଁ ତାଙ୍କ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ସମ୍ବେଦନଶୀଳତା ବଢ଼ିଯାଇଥାଏ। ଯଦି ଗୋଟେ କୁଆଁରୀ ଝିଅ ଛୋଟ ବୟସରୁ ଶାରୀରିକ ସମ୍ପର୍କ ବନାଇଥାଏ, ତେବେ ତାହାର କୁଆଁରୀପଣ ନଷ୍ଟ ହୋଇଯାଇଥାଏ। ଏ ଜୀବନ ବହୁତ ମହଙ୍ଗା ଅଟେ। ଏହାକୁ ସ୍ୱାର୍ଥପର ଲୋକଙ୍କ ଉପରେ କେବେ ବି ବର୍ବାଦ କରନ୍ତୁ ନାହିଁ। ପ୍ରାର୍ଥନା କରିବା ସମୟରେ ବ୍ୟକ୍ତିକୁ ମନ୍ଦିରରେ ରହିବା ଜରୁରୀ ନୁହେଁ, କିନ୍ତୁ ମନରେ ଈଶ୍ୱର ରହିବା ବହୁତ ଜରୁରୀ ଅଟେ। ଯଦି ଆପଣଙ୍କର ବି ଶୀଘ୍ର ପତନ ହୋଇଯାଉଛି ବା ଆପଣ ଅଧିକ ସମୟ ପର୍ଯ୍ୟନ୍ତ କରିବାକୁ ଚାହୁଁଛନ୍ତି, ତେବେ ଏହି ଘରୋଇ ଉପାୟ ନିଶ୍ଚୟ କରନ୍ତୁ। 3ଟି ଭଲ କ୍ୱାଲିଟିର ଖଜୁରୀ ନିଅନ୍ତୁ ଓ ଏଥିରୁ ମଞ୍ଜି ବାହାର କରି ନିଅନ୍ତୁ ଓ ପ୍ରତ୍ୟେକ ଖଜୁରୀ ଭିତରେ 3ଟି ଲେଖାଏଁ ଲବଙ୍ଗ ପୂରାଇ ଦିଅନ୍ତୁ। ଏହାପରେ 2 ଗ୍ଲାସ କ୍ଷୀର ନେଇ ଫୁଟାନ୍ତୁ। କ୍ଷୀର ଫୁଟି ଫୁଟି ଯେମିତି 1 ଗ୍ଲାସ ହୋଇଯିବ, ଏହାପରେ ସେହି 3ଟି ଖଜୁରୀ ଖାଇ ନିଅନ୍ତୁ ଓ ସେହି କ୍ଷୀରକୁ ପିଇ ନିଅନ୍ତୁ। ଏହାକୁ ପ୍ରତିଦିନ ଶୋଇବାର 1 ଘଣ୍ଟା ପୂର୍ବରୁ କରନ୍ତୁ। ନିଶ୍ଚିତ ଫରକ ଜାଣିପାରିବେ। ଜୀବନରେ ବହୁତ କିଛି ହରାଇବାକୁ ପଡ଼ିଥାଏ, ତେବେ ଯାଇ ନିଜ ସହିତ ସାକ୍ଷାତ ହୋଇଥାଏ।